ଗୀତାରେ ସମତ୍ୱ କଥା ପ୍ରଧାନ ରୂପରେ ଆସେ। ଭଗବତ ପ୍ରାପ୍ତି ପାଇଁ ସମତ୍ୱ ହିଁ କଷଟି। ଜ୍ଞାନ, କର୍ମ ଏବଂ ଭକ୍ତି ଏହି ତିନୋଟି ଯାକ ମାର୍ଗରେ ସାଧନା ରୂପରେ ମଧ୍ୟ ସମତ୍ୱର ଆବଶ୍ୟକତା ରହିଛି ବୋଲି କୁହାଯାଇଛି। ଏବଂ ତିନି ମାର୍ଗରେ ପରମାତ୍ମାଙ୍କୁ ପ୍ରାପ୍ତ ହୋଇଥିବା ପୁରୁଷଙ୍କର ମଧ୍ୟ ସମତ୍ୱ ଏକ ଅସାଧାରଣ ଲକ୍ଷଣ ବୋଲି କୁହାଯାଇଛି। ସାଧନା ମଧ୍ୟ ଏହା ବିନା ଅସମ୍ପୂର୍ଣ୍ଣ ହୋଇ ରହିଯିବ। ସିଦ୍ଧି ତ ସବୁବେଳେ ଅପୂର୍ଣ୍ଣ। ଯାହାଠାରେ ସମତ୍ୱ ନାହିଁ ସେ ବା କି ସିଦ୍ଧ। ସମ ଦୁଃଖ ସୁଖମ ପଦରେ ଜ୍ଞାନ ମାର୍ଗର ସାଧକମାନଙ୍କ ମଧ୍ୟରେ ସମତ୍ୱ ଥିବା ଲୋକକୁ ହିଁ ଅମୃତତ୍ୱର ଅର୍ଥାତ୍ ମୁକ୍ତିର ଅଧିକାରୀ ବୋଲି କୁହାଯାଇଛି। ଏହି ସମତ୍ୱ ତତ୍ତ୍ୱକୁ ଭଲ ଭାବରେ ସରଳ ରୂପରେ ବୁଝାଇବା ପାଇଁ ଶ୍ରୀ ଭଗବାନ ଗୀତାରେ ବିଭିନ୍ନ ପ୍ରକାର ସକଳ ପ୍ରାଣୀ, କ୍ରିୟା, ଭାବ ଏବଂ ପଦାର୍ଥରେ ସମତ୍ୱର ବ୍ୟାଖ୍ୟା କରିଛନ୍ତି। ଯଥା ମନୁଷ୍ୟମାନଙ୍କ ମଧ୍ୟରେ ସମତ୍ୱ, ସୁହୃଦ୍ ମିତ୍ର ବୈରୀ ଉଦାସୀନ ମଧ୍ୟସ୍ଥ ଦ୍ୱେଷ୍ୟ ଏବଂ ବନ୍ଧୁଗଣଙ୍କ ପ୍ରତି ତଥା ଧର୍ମାତ୍ମା ଓ ପାପୀମାନଙ୍କ ପ୍ରତି ମଧ୍ୟ ସମାନ ଭାବ ରଖୁଥିବା ଲୋକ ଅତ୍ୟନ୍ତ ଶ୍ରେଷ୍ଠ। ମନୁଷ୍ୟ ଓ ପଶୁମାନଙ୍କ ପ୍ରତି ସମତ୍ୱ। ଜ୍ଞାନୀମାନେ ବିଦ୍ୟା ବିନୟଯୁକ୍ତ ବ୍ରାହ୍ମଣଙ୍କଠାରେ ତଥା ଗାଈ, ହାତୀ, କୁକୁର ଏବଂ ଚଣ୍ଡାଳଙ୍କଠାରେ ମଧ୍ୟ ସମଦର୍ଶୀ ହୋଇଥାନ୍ତି। ସକଳ ଜୀବଙ୍କ ପ୍ରତି ସମତ୍ୱ। ଭଗବାନ କହୁଛନ୍ତି ଯେ ହେ ଅର୍ଜୁନ, ଯେଉଁ ଯୋଗୀ ସମସ୍ତ ଭୂତଙ୍କୁ ନିଜ ସମାନ ଦେଖନ୍ତି ଏବଂ ସୁଖ ଅଥବା ଦୁଃଖରେ ମଧ୍ୟ ସମସ୍ତଙ୍କଠାରେ ସମଦର୍ଶନ କରନ୍ତି, ସେ ହିଁ ପରମ ଶ୍ରେଷ୍ଠ ଯୋଗୀ ବୋଲି ଗଣ୍ୟ ହୁଅନ୍ତି। କେତେକ ସ୍ଥାନରେ ଭଗବାନ ବ୍ୟକ୍ତି, କ୍ରିୟା, ପଦାର୍ଥ ଓ ଭାବର ସମତ୍ୱକୁ ଏକତ୍ର ବର୍ଣ୍ଣନା କରିଛନ୍ତି। ଯଥା ଯେ ଶତ୍ରୁ ଓ ମିତ୍ରଙ୍କଠାରେ ଏବଂ ମାନ ଅପମାନରେ ସମାନ ତଥା ଶୀତ ଉଷ୍ଣ ଏବଂ ସୁଖ ଦୁଃଖାଦି ଦ୍ୱନ୍ଦ୍ୱରେ ସମାନ ଓ ଆସକ୍ତି ରହିତ, ସେ ହିଁ ଭକ୍ତ। ଯେ ନିରନ୍ତର ଆତ୍ମଭାବରେ ଅବସ୍ଥିତ ଦୁଃଖ ଓ ସୁଖକୁ ସମାନ ଜ୍ଞାନ କରନ୍ତି, ମାଟି ପଥର ସୁନାକୁ ସମାନ ଜ୍ଞାନରେ ଦେଖନ୍ତି, ଜ୍ଞାନୀ ଅଟନ୍ତି। ପ୍ରିୟ ଓ ଅପ୍ରିୟଙ୍କୁ ଏକାପରି ଦେଖନ୍ତି ଏବଂ ନିଜର ନିନ୍ଦା ଓ ସ୍ତୁତିକୁ ବି ସମାନ ଭାବରେ ଗ୍ରହଣ କରନ୍ତି। ଏପରି ଭାବରେ ଯେ ସବୁଠାରେ ସମଦୃଷ୍ଟି ରଖନ୍ତି। ବ୍ୟବହାରରେ, କଥାଭାଷାରେ ଅହମ୍ତ ମମତ୍ୱ ରଖୁଥିଲେ ମଧ୍ୟ ଯେ ସବୁଠାରେ ସମବୁଦ୍ଧି ରଖନ୍ତି, ଯାହାଙ୍କର ସମଷ୍ଟି ରୂପକ ସମଗ୍ର ସଂସାରରେ ସମଭାବ ଥାଏ, ସେ ହେଉଛନ୍ତି ସମତ୍ୱଯୁକ୍ତ ପୁରୁଷ ଏବଂ ସେ ପ୍ରକୃତ ସାମ୍ୟବାଦୀ।